ମାତରମ୍ କେବଳ ଏକ ଜାତୀୟତାବାଦ ଭିତ୍ତିକ ସଙ୍ଗୀତ ନୁହେଁ, ଏହା ଦେଶ ମାତୃକାର ବନ୍ଦନା। ଆଜି ଦେଶ ମା ଭାରତୀର ଏହି ବନ୍ଦନାର 150 ବର୍ଷ ପୂର୍ତ୍ତିର ଉତ୍ସବ ମନାଉଛି। ପ୍ରକୃତରେ 7 ନଭେମ୍ବର 1875 ମସିହାରେ ବଙ୍କିମଚନ୍ଦ୍ର ଚାଟାର୍ଜୀ ଯେତେବେଳେ ତାଙ୍କ ଅମର କୃତି ଆନନ୍ଦ ମଠ ମାଧ୍ୟମରେ ବନ୍ଦେ ମାତରମ୍ ପ୍ରଥମେ ପ୍ରକାଶିତ କରିଥିଲେ, ସେତେବେଳେ ଗୋଟିଏ ନୂଆ ଯୁଗର ଆରମ୍ଭ ହେଲା। ଯେତେବେଳେ ସ୍ୱାଧୀନତା ସଂଗ୍ରାମୀମାନେ ରାଜରାସ୍ତାରେ ବନ୍ଦେ ମାତରମ୍ ଇନକିଲାବ ଜିନ୍ଦାବାଦ ଭଳି ନାରା ଦେଇ ଜାତୀୟତାବାଦ ଗୀତର ତାଳେ ତାଳେ ବ୍ରିଟିଶ ଶାସନକୁ ବିରୋଧ କରୁଥିଲେ, ସେହି ସମୟରେ ବ୍ରିଟିଶ ସରକାରର ଦୃଢ଼ ପାଚିରମାନ କମ୍ପି ଉଠୁଥିଲା। ଦେଶ ମାତୃକାର ସେ ସୁନ୍ଦର ବନ୍ଦନାକୁ ଦେଶବାସୀ ଶ୍ରଦ୍ଧାର ସହିତ ସମ୍ମାନ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଏହାକୁ ସାରା ଦେଶ ହୃଦୟପୂର୍ବକ ସ୍ୱାଗତ କରୁଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା, ପ୍ରତ୍ୟେକ ବିଦ୍ୟାଳୟ, ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ, ପ୍ରତ୍ୟେକ ସାଂସ୍କୃତିକ କେନ୍ଦ୍ରରେ ବନ୍ଦେ ମାତରମ୍ ଉତ୍ସବ ପାଳନ ହେଉଛି। ଦେଶ ପ୍ରେମର ଭାବନା କେବଳ ଇତିହାସ ପଢ଼ିଦେଲେ ହୁଏନି, ତାହାକୁ ଜୀବନରେ ବାସ୍ତବରେ ଅନୁସରଣ କରିବା ଦରକାର। ଦେଶକୁ ଭଲ ପାଇବା ଅର୍ଥ ଦାୟିତ୍ୱବୋଧ, ଶୃଙ୍ଖଳା ଓ ଶ୍ରମଦାନ ଦେବା ଅତ୍ୟନ୍ତ ଜରୁରୀ। ଆଜି ଏହି ଅବସରରେ ସ୍ଥାନୀୟ ଉମାଶଙ୍କର ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଜୟପାଟନା ପଞ୍ଚାୟତ ସମିତି ତରଫରୁ ଏହି ଉତ୍ସବ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି। ବ୍ୟୁରୋ ରିପୋର୍ଟ, ଜନମତ ଟିଭି। नमामि कमला अमला अतुला सुजला सुफला